କହିଥିଲେ ଯେ ଆଜି ଆପଣଙ୍କର ରହିବ, ଠିକ ଅଛି ମଙ୍ଗଳବାର ଦିନ ଆପଣ ରଖିବା। ଏବଂ ଆଜି ସକାଳୁ ମୋର ଦେହ ହଠାତ୍ ଅସୁସ୍ଥ ହେଇଗଲା, ମାନେ ପ୍ରବଳ ଗ୍ୟାସ ଏସିଡିଟି ପ୍ରବଳ ହେଇଗଲା। ବିଶ୍ୱାସ ହରେଇ ଦେଇଥିଲି, ତଥାପି ମୁଁ କହିଲି ନାହିଁ ଭଗବାନଙ୍କ କାମ, ବୋଧେ ସନ୍ଧ୍ୟାବେଳୁ ଫିଟ୍ ହେଇଯାଇଥିବି। ଆପଣ ମାନଙ୍କର ଅନାବେଳେ ଆଶୀର୍ବାଦରୁ ଏକ ପ୍ରକାର ମୁଁ ଫିଟ୍ ହେଇଯାଇଛି। ଦେହ ବହୁତ ଖରାପ ହେଇଥିଲା ସକାଳୁ। ଆଚ୍ଛା, ଆମର ଆଜି ଯୋଉ ଆଲୋଚନା ରହିଛି ବାଲକାଣ୍ଡରେ 158 ରୁ 162 ଯାଏ ଭାଇ ମତେ ସମୟ ଦେଇଛନ୍ତି। ପ୍ରତାପ ଭାନୁଙ୍କ ବିଷୟରେ ଚାଲିଛି, ସମସ୍ତେ ଆପଣ ଜାଣିଥିବେ କଥା। ରାମାୟଣ ବଞ୍ଚିବାକୁ ଶିକ୍ଷା ଦିଏ, ମୃତ୍ୟୁର ପଥ ସୁଗମ ହବା ପାଇଁ ଭାଗବତ ଶ୍ରବଣ କରିବା ଦରକାର ନିଷ୍ଠାର ସହିତ, ଆଉ ଜୀବନର ଗତିପଥ କୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ କରିବା ପାଇଁ ଶ୍ରୀରାମ ଯଦି ମାନସ ବା ରାମାୟଣ ନିହାତି ଆବଶ୍ୟକ। କାରଣ ଏ ବଞ୍ଚିବାର କଳା ଶିଖାଏ। ଆପଣମାନେ କେବେ ଭୁଲିବେ ନାହିଁ ଯେ ଏ ଯୋଉ ରାଜାଙ୍କ ବିଷୟରେ ବର୍ତ୍ତମାନ ଚାଲିବ ଆଲୋଚନା ଚାଲିବ ବା ଚାଲୁଛି, ଏ ରାଜାଙ୍କୁ ଜଣେ ଠକିବାକୁ ଯାଉଛି। ବର୍ତ୍ତମାନ ମୁଁ ଆଗରୁ ଗୋଟେ ଜିନିଷ କହି ରଖେ, ଯଦି ଆପଣ ସଠିକ ବାଟରେ ଅଛନ୍ତି ତାହେଲେ ଠକିବେ କେମିତି? ତାହେଲେ ତ ଭଗବାନଙ୍କର ଯୋଉ ବିଧାନ ସେଟା ଭୁଲ ହେଇଯିବ ଯେ ମୁଁ ଏତେ ଭଲ ଥିଲି ପୁଣି କେମିତି ଠକିବିଲି ପ୍ରଭୁ। ସେତେବେଳେ ଭକ୍ତର ଅଭିମାନ ଆସେ। ଅଭିମାନ ଆସିଲେ ଭକ୍ତ କଣ କରେ ନା ଯାବତୀୟ ପ୍ରକାର କଥା ଆଉ ଗୀତ ମାଧ୍ୟମରେ ଭଗବାନଙ୍କୁ ଗୁହାରି କରେ। ଯେମିତି ଆମର ଗୋଟେ ଭଜନ ଅଛି, ସବୁଥିରୁ ବଞ୍ଚିତ କରି କେଉଁ ଯଶ ବାନା ଉଡାଇବ। ଭକ୍ତ ମନକୁ କେତେବେଳେ କଣ ପାଇଛି ସେ ଗୋଟେ ଲେଖିଦେଇଛି, ଆଉ କିନ୍ତୁ ଆକ୍ଚୁଆଲି ସେଟା ଠିକ ନୁହେଁ। ସେଭଳି ଅଭିମାନ ଭରା ସଙ୍ଗୀତ ଭଗବାନଙ୍କ ଆଗରେ କେବେ ପାଠ କରିବା କଥା ନୁହେଁ। ଭଗବାନ ହଉଛନ୍ତି ସବୁ ସମୟରେ ନମସ୍ୟ, ତାଙ୍କ ପାଖରେ କୌଣସି ଅଭିମାନ କରାଯାଇ ନପାରେ। ତେଣୁ ଇଏ ଯୋଉ ରାଜା, ଇଏ ଚକ୍ରବର୍ତ୍ତୀ ସମ୍ରାଟ ସତ୍ୟକେତୁଙ୍କର ପୁଅ। ଚିନ୍ତା କରନ୍ତୁ ଆପଣ, ସତ୍ୟକେତୁଙ୍କର ପୁଅ, ତାଙ୍କ ବାପାଙ୍କ ନାଁ ହଉଛି ସତ୍ୟକେତୁ। କିନ୍ତୁ ଲୋଭର ବଶବର୍ତ୍ତୀ ହୋଇ ସେଇ ସତ୍ୟକେତୁଙ୍କର ପୁଅ ଆଜି ଧାବମାନ ହଉଛନ୍ତି କାହା ପଛରେ? ଏଇ ଜାଗାରେ ଆସିକି ପହଞ୍ଚନ୍ତି କଣ ପାଇଁ? ସେ ନା କାଳକେତୁ ପଛରେ ଦୌଡିକି। ତେଣୁ ମୋଟାମୋଟି ଭାବରେ ମୁଁ ଖାଲି ଗୋଟିଏ ଧାଡି କହି ରଖିବି ଏ ପାଠକୁ ଯିବା ପୂର୍ବରୁ, ଆପଣ ମାନେ ସମସ୍ତେ ଚିନ୍ତା କରନ୍ତୁ, ଆମେ ଯଦି ସତ୍ୟକେତୁଙ୍କର ପୁଅ ହେଇସାରିଲା ପରେ କାଳକେତୁ ପଛରେ ଦୌଡିବା କଣ ହବ ଅବସ୍ଥା ଆଜ୍ଞା? ଆଉ କିଛି ଆପଣ ବୁଝିବା ଦରକାର ନାହିଁ, ଗୋଟିଏ ଲାଇନ କି ଆପଣ ଆଜି ମନେ ରଖନ୍ତୁ। ଆମେ ସତ୍ୟକେତୁର ପୁଅ ହେଇସାରିଲା ପରେ ଯଦି କାଳକେତୁ ପଛରେ ଦୌଡିବା ଆରମ୍ଭ କରିବା ଭ୍ରମରେ ପଡିକି, ତାହେଲେ କଣ ହବ ଏଟା? ତେଣୁ ଦୁଇଟି ଜିନିଷ ପାଇଁ ଏ ରାଜାଙ୍କୁ ରାବଣ ହବାକୁ ପଡିଲା, ଏତିକି ମନେ ରଖନ୍ତୁ। ଆରମ୍ଭ ଗୋଟିଏ ଜିନିଷ କଣ ଯେ ଇଏ କେବେ ସମର୍ପଣ ନିଜକୁ ଭଗବାନଙ୍କ ପାଖରେ କରିନଥିଲେ। ଇଏ ହେଲା ପ୍ରଥମ ଭୁଲ ତାଙ୍କର। ଇଏ ବହୁତ ମାନେ ହଜାରେ କୂପ ଖୋଳିଛନ୍ତି, କୂପ ତଡାଗ ପୋଖରୀ କେତେ କଣ କରିଛନ୍ତି, ଆପଣ ଆଗରୁ ସବୁ ଶୁଣି ସାରିଥିବେ। ସବୁ କରିକି ବିଷ୍ଣୁ ଅର୍ପିତ ବି କରିଛନ୍ତି, ମାନେ ଭଗବାନ ବିଷ୍ଣୁଙ୍କ ଉଦ୍ଦେଶ୍ୟରେ ତାକୁ ଅର୍ପିତ କରିକି ପବ୍ଲିକ ହ୍ୟାଣ୍ଡ ଓଭର ଦେଇଛନ୍ତି, ନିଅ ତମେ ସବୁ ଏହାକୁ ଉପଭୋଗ କର। ଏ କମ ପୁଣ୍ୟ କଥା ନୁହେଁ, କିନ୍ତୁ ପରିତାପର ବିଷୟ ଇଏ କେବେ ନିଜକୁ ସମର୍ପିତ କରିନାହାନ୍ତି ଭଗବାନଙ୍କ ପାଖରେ। ଏଇଟା ହଉଛି ପ୍ରଥମ ଭୁଲ। ଏଟା ଆପଣ ସମସ୍ତଙ୍କୁ ମୁଁ ଗୋଟିଏ କଥା କହିବି, ପୁରୁଷ ଲୋକଙ୍କ ପାଇଁ ସବୁ ପୂଜା ପାଠ ଭୋଗ ଧୂପ ଦୀପ ନୈବେଦ୍ୟ ସରିଗଲା ପରେ ଗୋଟିଏ ନମସ୍କାର ଦରକାର। ଧ୍ୟାନ ସେ ଶୁଣନ୍ତୁ, ପୁରୁଷ ଲୋକଙ୍କ ପାଇଁ ସେ କି ନମସ୍କାର, ତାପରେ ଭଉଣୀ ମାନଙ୍କ ପାଇଁ କଣ ନମସ୍କାର ମୁଁ ସେଇଟା ବି କହିବି। ସେ ପୁରୁଷ ଲୋକଙ୍କ ପାଇଁ ନମସ୍କାର କଣ? ଯୋଡ ହସ୍ତରେ ଅଷ୍ଟାଙ୍ଗ ଶରୀର ଭୂମିରେ ଲାଗିଥିବା ଅବସ୍ଥାରେ ଦଣ୍ଡ ପ୍ରଣାମ। ମନେ ରଖନ୍ତୁ, ଅଷ୍ଟାଙ୍ଗ ଶରୀର ଭୂମିରେ ସ୍ପର୍ଶ କରୁଥିବା ଅବସ୍ଥାରେ ଯୋଡ ହସ୍ତରେ ଏଇଭଳି ଭାବରେ ଦଣ୍ଡ ପ୍ରଣାମ କରି ଭଗବାନଙ୍କୁ ଗୋଟିଏ କଥା କହିବେ। ଗୋଟିଏ ଥର ସକାଳେ, ଗୋଟିଏ ଥର ରାତିରେ ଶୋଇବାକୁ ଗଲାବେଳେ, ବାସ୍ ସେତିକି। ବା ଗୋଟେ ଥର ସନ୍ଧ୍ୟାରେ, ଗୋଟେ ଥର ସକାଳେ। ରାତିରେ ଶୋଇଲେ ତ ଆଉ ବିଛଣାରେ ଦଣ୍ଡ ପ୍ରଣାମ ତ କରିହବନି, ସୁବିଧା ନଥିବ। ତେଣୁ ଏ ଦଣ୍ଡ ପ୍ରଣାମ କାମଟା ଆପଣ ସନ୍ଧ୍ୟା ସକାଳରେ ସାରି ଦେଇଥିବେ। ଦିନକୁ ଅତି କମରେ ଥରଟେ, ଯଦି ଆବଶ୍ୟକ ପଡିଲା ଦିଥର। କଣ କହିବେ? ଅହଂ ତବାସ୍ମି, ଅହଂ ତବାସ୍ମି, ଅହଂ ତବାସ୍ମି। ପ୍ରଭୁ ମୁଁ ଆପଣଙ୍କର ମତେ ରକ୍ଷା। ଏଇଟା ହେଲା ସମର୍ପଣ।
यही काम से राजा करू नथिले। ध्यान से सुन, यही काम से राजा करू नथिले, समर्पण से निजକୁ केबे करी नाहंती। ये हला प्रथम भूल। आ समर्पण जे न कला ता मन भीतर अहंकार आसीबो जे मु एटा करिछि बोली मला से लोकर सुटा पतन आरंभ हो गला। आउ गोटे कथा कोन लोभ। लोभ कोन ये वर्तमान से लोभटी की सेठी ये परिप्रकाश करे। जे मु 100 कल्प पर्यंत केमिति निष्कंटक राज्य शासन करिवि आपण मते सहाय्य करतु। ए कथा से जाहा को कोचु से होचु नेगर परम शत्रु। किंतु ये जानि परना कहीं जानि परना कि लोभर जे वशवर्ती हबो भगवान को जे निजको समर्पण करी नथिबो सी सब जिनिस कपट को सहजरे जानी पारिबो नाही, बरं कपट ताको सुनिबा को भल लागे। ध्यान से सुनंतु 158 नंबर दोहा। उपति तृषित बिलोकी तेहि सरबरु दिन देखाई मज्जन पान समेत हय किन्न नृपति आशा। राजा तुषार तो थिबा देखी से तांकु पोखरी देखाई देला। राजा घोड़ा को पोखरी रे गाधोई देई निजे आनंद रे गाधोइले और पानी मुंदिए पी आश्वस्त हेले। गई श्रम सकल सुखी नृप भयउ निज आश्रम तापस लई गयउ। आसन दिन स्तर बिजानी पुनि तापस बोले मृदुवानी। ओ तुम कसब न फिरहु अकले सुंदर जुवा जीव परहेल। चक्रवर्ती के लक्षण तोरे देखत दया लागी अति मोरे। नाम प्रताप भानु अवनीसा तासु सचिव मई सुनहु मुनीसा। फिरत हेर परे मु भुलाई बड़े भाग देखो पद आई। मिथ्या आरंभ होला। देखो क्लांति दूर हो जवार राजा खुशी हो गले। एटा समस्त स्वभाव, एटा साधारण मनुष्यर स्वभाव। जो क्लांति दूर हुए मनीष खुशी लगे। तपस्वी निज आश्रम को नहीं गला एवं सूर्यास्त समय है जानी राजा को बसवा आसन देला। तापरे भद्र भाव में पचारा कपटी लोक तो बनईचु नहीं बढ़िया कथबार्ता करि पारे। तुम्हें किए सुंदर युवक होई जीवन को खातिर नकरी एकुटिया बणरे बुलुछ कहीं। तुम ठारे चक्रवर्ती राजा लक्षण देखी तुम प्रति मो मन बड़ दया आसुची। एक कथा जी पचारुचंती से भल भाव जानी चक्रवर्ती राजा बोली, किंतु सी कहूँ मो सब लक्षण तुम पाखे देखुची। बोले सी किए? बोले सी गोटे कपटी राजा जहां ये युद्ध रे हरई देथिले। प्रतिशोध परायण है वर्तमान सी आसिक छद्म रे बाबाजी साजी बसीची आ काल केतु को सांग करिछि। काल केतु किए? कहला काल केतु होच गोटे बड़ असुर। तार 100 भाई की मध्य ही राजा मारिचंती। सब लोकहितकर कार्य ही करिचंती, किंतु सी भी ताकू सह न करि पारी सी मध्य आसिक आ संगरे सांग होइछि। तेणु ये होची मानव आउ ये काल केतु होची असुर। तेणु मानव कहवा कथा आसुरी विद्या तो मु जानी नहीं, तेणु तो आसुरी विद्या बल से राजा को कौन सी प्रकार तू मो पाखु आनी पहुंचे दे, बाकी तो काम मो पर तू छाड़। कि दुई जण मिसी गोटे प्लान करछ। ये प्लान टिकी राजा जानी पारु नाहंती। बोले काई जानी पारु नाहंती? बोले ये निजु को समर्पण जतले करी नाहंती जानिवे केमति? यांकर तो सेटा गोटे बड़ भूल सब। तेणु राजा कहिले हे मुनीश्वर सुनंतु प्रताप भानु बोली जने राजा अछंती माने निजे कहलेनी। निजे प्रताप भानु राजा टिके लुचेइले। मु हेउची तांको मंत्री। मु शिकार करू करू बाट भूली जाइतिली। बड़ भाग्यवश तो एठा को आसी आपनक चरण दर्शन। एटा तो मिथ्या कथा एटा, कारण ये तो निजे चक्रवर्ती सम्राट प्रताप भानु। ए कथा कहीं कहले? कौन पाई कहले? सत कथा कहबार कौन असुविधा थिला? बोले तांको सामना रे जे बसिची से लोकटा सतरे नाही। तेणु आपण जदि एई भली लोक भी केबे पांती आपण निजे विचार करी कथार आपण एई शिक्षा करंतु। जदि कोन सी जगह आपण मिछ कहबा को पडुची ता माने जहा आगे कहउछन से लोक ठीक नाही। आपण को प्रेरणा ही आसीबो या आगे मिछ कह बोली।
ସମସ୍ତଙ୍କ ଆଗରେ ମିଛ କହିହେବନି। ଆଉ ସିଏ କହୁଛି ଏଠି ଆସି ଆପଣଙ୍କ ଚରଣ ଦର୍ଶନ ମୁଁ ପାଇଲି, ବଡ ଭାଗ୍ୟବଶତ। ତାଙ୍କୁ ଟିକେ ଉଠେଇକି ଟେକି କହିଦେଲା, हम कहाँ दुर्लभ दरस तुम्हारा, जानत हूँ कछु भल हो निहारा, कह मुनि तात भयउ अंधियारा, जो जन सतरी नगर तुम्हारा, निशा घोर गंभीर वन पंथन सुनहु सजान, बसहु आजु सजानी तुम जाहु हो तो बिहान, तुलसी जसी भवत ज्योति, तुलसी जसी भवत ज्योता, तोइसी मिलई सहाई, आपन आवई ताहि पही, ताहि तोहा लई जाई, मंगल भवन मंगल हारी, श्री राम जय जय राम, द्रवहु सदशरथ अजीर बिहारी, श्री राम जय जय राम। बोली सियावर रामचंद्र भगवान की जय। संकट मोचन हनुमान महाराज की जय। उमापति शंकर भगवान की जय। कहले मो पाई तो आपण दर्शन दुर्लभ, एथुरु मते जना पडुची किछि गोटिए भल जोग अछि। मुनि कहिला बाप अंधार होई गलानी, तुम नगर एठारु 70 योजन दूर। ए सुज्ञ सुन, घोर अंधार राति, घन अरण्य, रास्ता घाट नाही, तेणु तुमे आज एठारे रही जाओ, सकाळ हेबा मात्रे चली प्लान केमिति प्लानिंग तैयारी देखले तो। गोटिए जिनस आनिक तांकु एई अंधकूप पाखरे पहुंची देला, सेटा होची लोभ। सेई बरा पछर जदि से गोड़ेई न थांते एते कथा ही न थांता। तुमे जेतले देखुछ कोनसी प्रकार कळ बळ छळ करिक मो एको पारु नाही, तुमे सेतु चिंता करबा दरकार जे मु कोनसी माया पछरे पड़ी जाई नै तो, जे ता न करी तारी पीछा करी से आसुचन। तेणु सेई कथा को आज बड़ बड़ कथावाचक जगत गुरु माने एक कथा कहउचंती जे सत्यकेतुंकर पुओ जदि कालकेतु पछरे धावमान हुए तार अवस्था कोन होए आपण एउटु देखो। तेणु आमे मध्य से कथा चिंता करबा दरकार, आमे को घर पिला बाप मांकर मान सम्मान समाज रे कोन अछि, तेणु आमे को लेवल ले चलिबा कथा आमे सेटा को मध्य चिंता करबा दरकार। जदि सेतुरे आमे केबे ओरी जानती तेणु खाल रे पड़िबाटा किछि बड़ कथा नय। काहे कि बोले जेतेबेले आपण किछि अन्याय असंगत बाट पथरे पाद देबे, ब्रह्मा मध्य आपण रखे परिबे। आपण समस्त जानिथियो ठाकुर अनुकूल चंद्रकर केते ना अछि, तांकर तांक परिवार, तांकर लक्ष लक्ष शिष्य, देवघर रे तांकर निवास कोडी बिहार रे। एपरि कि तांक बड़ पुओ जो बड़दा तांकु थरे लालू यादव डाकिथिले कोन उद्घाटन करबा, से मना कले। बड़दा कि से जो हमर बड़दांकर जे बड़ पुओ तांकरी घर जण जे मुखिया थिले, जे गुरुभार वहन करुचंती ठाकुरंक परे, तांकु से अतिथि करिकी डाकिया पई आसीथिले, आपण आसंतु हमर गोटे अमक उद्घाटन अछि। उत्तर रे से कहिथिले आमी केवल आमार बाबार काज करी, मु आ कुआडे जाउ नै, मु केवल मो बाबांकर काज करी। किंतु सेही परिवार रो गोटे पिला विशृंखलित जीवन यापन करी गोटे कुसंग रे जाई बसा उठा करथला। ध्यान से सुन, ए कथा सत्य, एटा मु मनर कहूनी। से परिवार आज सारा पृथ्वी रे पूज्य, माने बहु जगह तांको पूजा करूचंती लोक, तांगर मंदिर भी करूचंती। जदिओ से कोन जगह कहि नांती मंदिर करिवा पई, तांगर मंदिर भी करूचंती। किंतु से परिवार गोटे पिला गोटे कुसंग रे बसा उठा करथला, बम्मी हला से मरि होला। एक तो उजी जान न से तो विश्वास करि परिबो। से बम ब्लास्ट से पिला मरि गला, काहे कि ना कुसंग रे पड़थिला ना, को घर पिला को जगह जे बसा उठा करथला। तेणु कथा होची वर्तमान ये एक प्रकार वर्तमान ये जो अज्ञानी पंडित जी वर्तमान को गुआ बुलिया पई व्यस्त हलानी, ये अंक कब्जा को आसी गलेनी। वर्तमान कहि देले कले राति हो बहुत हे गलानी, घर अरण्य रास्ता घाट नाही, तेणु आज एठार तुमे रहि जाओ, सकाळ हेबा मात्र चली जीवो।
ଏଠି ସନ୍ଥ ତୁଳସୀଦାସ କହୁଛନ୍ତି, କହିଲେ ଯାହା ଅଦୃଷ୍ଟରେ ଥାଏ ତଦନୁରୂପ ସାହାଯ୍ୟ ଅବଶ୍ୟ ମିଳିଥାଏ। ହୁଏତ ତାହା ନିଜେ ମନୁଷ୍ୟ ପାଖକୁ ଆସିଯାଏ କିମ୍ବା ସେ ମନୁଷ୍ୟକୁ ତା ନିଜ ପାଖକୁ ଟାଣି ନେଇଯାଏ। ଏ କଥାର ଗୁରୁତ୍ୱକୁ ଆପଣ ବୁଝନ୍ତୁ। ଏ କଥାର ଗୁରୁତ୍ୱ ହଉଛି ଏଇଆ, ଯେତେବେଳେ ଆପଣ କୌଣସି ଗୋଟେ ଅସ୍ୱାଭାବିକ ଅବସ୍ଥାକୁ ନିଜେ ଟାଣି ହେଇଯିବେ, ନିଜେ ଟାଣି ହେଇଯିବେ ନିଜ ଇଚ୍ଛାରେ, ମାନେ ଯୋଉଟା କୁହନ୍ତି ଆମ ସାଧାରଣ କଥାରେ ଗାଉଁଲି ଭାଷାରେ କହନ୍ତି ଗୋଡ ଖସେଇ ଦେଲେ, ସେତେବେଳେ କଣ ହବ? ସେ ଗୋଡଟି ଖସି ଖସି ସେଇ ଜାଗାରେ ପହଞ୍ଚିବ ଯୋଉ ଜାଗାରେ ଆପଣଙ୍କ ଉପରେ ପ୍ରତିଶୋଧ ପରାୟଣ ଲୋକ ଅପେକ୍ଷା କରିଥିବେ। ଏଇଟା ଏବେ ଏଇ ଅତି କମନ ଜିନିଷ, ସମାଜରେ ଏବେ ବି ଏଇ ଜିନିଷ ଘଟୁଛି। ତେଣୁ ସନ୍ଥ ତୁଳସୀଦାସ କହୁଛନ୍ତି ଯାହା ଅଦୃଷ୍ଟରେ ଥାଏ ତଦନୁରୂପ ସାହାଯ୍ୟ ଅବଶ୍ୟ ମିଳିଥାଏ। ହୁଏତ ତାହା ନିଜେ ମନୁଷ୍ୟ ପାଖକୁ ଆସିଯାଏ କିମ୍ବା ସେ ମନୁଷ୍ୟକୁ ତା ନିଜ ପାଖକୁ ଟାଣି ନେଇଯାଏ। ଗୋଟିଏ ଜିନିଷ ଲୋଭଟି ଆମକୁ ଟାଣିକି ନେଇକି ଯାଇଛି ସେତିକି ବାଟ, ଆଉ କିଛି ନାହିଁ। ଭଲେ ହିଁ ନାଥ ଆୟସୁ ଧରି ସୀସା ବାନ୍ଧି ତୁ ରଗ ତରୁ ବୈଠ ମହିଷା ନୃପ ବହୁ ଭାନ୍ତି ପ୍ରସେଉ ତାହି ଚରଣ ବନ୍ଧି ନିଜ ଭାଗ୍ୟ ସରାହି। ଆପଣ ଠିକ କହିଛନ୍ତି, ଆପଣ ଠିକ କହିଛନ୍ତି। କହି ରାଜା ତପସ୍ୱୀର ଆଜ୍ଞା ଶିରଧାର୍ଯ୍ୟ କଲେ ଏବଂ ଘୋଡାକୁ ଗଛରେ ବାନ୍ଧି ଦେଇ ଆସନରେ ବସି ପଡିଲେ। ସେ ତାକୁ ବହୁ ପ୍ରଶଂସା କଲେ ଏବଂ ତାର ପାଦ ପୂଜା କରି ନିଜ ଭାଗ୍ୟକୁ ପ୍ରଶଂସା ଆସିଗଲା କବଜାକୁ। उनी बोले मृदु गिरा सुहाई जानी पिता प्रभु करऊंढी ठाई मोहि मुनि सुत सेवक जानी नाथ नाम निज कहु बखानी। आहा, तापर अति मधुर कंठरे कहले प्रभु आपनकु पिता समान जानी मु टिके दृष्टता देखाउची। ए मुनीश्वर मते आपनकर पुत्र व सेवक मने करी निजर नाम खोली कह। चक्रवर्ती सम्राट हैला बेले कौन हुए ना सबु राजा को हरैबा को पड़े। चक्रवर्ती जने केतळे हेबो जेतळे तार अधीन को समस्त आसीबे। एई जो राजा कपट मुनिवेश होई एठारे बसिची ये मध्य हारिची, यार राज्य चली जाइची, किंतु ये हारिबा को स्वीकार करू नाही। बहुत लोग हारिबा को स्वीकार करंती नै। जो आपनकर जो गोटे घटना बे घटिला वेस्ट बेंगल ले आपण जानिछन, तीन थर मुख्यमंत्री कहला मैं इस्तीफा देवी नहीं, मुझे स्वीकार करनी मारिच बोली। यार किमी स्वीकार करन? लोक तो तुमको भोट देले नहीं, पुणी स्वीकार किमी करन तुम? तुमर जो 81टा जीति से किमी जीतिले ना? जेतबेले जीव सत्य को सामना करि पारे नाही सेतबेले से बावळा चावळा है कि ता पार्टी सु एक परसेंट कथा। तेणु ये जो राजा आज कपट मुनिवेश होइकी बसीची यार माने होची एया जे ये निज हारिबा को स्वीकार करि पारि नै। हारिची किंतु हारिबा को स्वीकार करनी काई? मु कहिची जे अस्वाभाविक एवं स्वाभाविक। मु जीति गली स्वाभाविक, किंतु मु हारि गली ता मध्ये स्वाभाविक। किंतु मु जीतिबाटा को ग्रहण करिबि, हारिबाटा को ग्रहण करिबि नै, ता माने कोन? ये हारिबा को ग्रहण करिने बोली ये प्रतिशोध परायण है कि एठी आसी बसिची कपट मुनिवेश है कि। तेणु ये तो जानी पारु नांती ना। ये कहउछन आज्ञा आपनकर नाम टिके खोली करी कह। संत तुलसीदास कहउछन राजा सिना ताकू चिन्हि पारिले नाही, किंतु से तो राजा को चिन्हि सारी थिला। तेहि न जान नृप, नृप ही सो जाना भूप सुहृदस कपट सयाना। बैरी पुनि छत्री पुनि राजा छलबल किन्ह चहि निज काजा। राजा सिना ताकू चिन्हि पारिले नाही, किंतु से तो राजा को चिन्हि सारिथिला। राजा को हृदय निर्मल, किंतु से थिला कपट करिवारे बड़ चतुर। एके तो बैरी माने से शत्रु, पुनि जाति क्षत्रिय, तापरे पुनि राजा। से छळे बळे कौशले निजर काम हासिल करने को चाहूला।
ତେଣୁ ଆଜି ସେ ଯାହା ଚାହୁଁଥିଲା ତା ପାଖରେ ସେ ପହଞ୍ଚିଛି। ଆଉ ସନ୍ଥ ତୁଳସୀଦାସ ସେଇ କଥା କହୁଛନ୍ତି। ମନୁଷ୍ୟର ଗୋଟିଏ ଭୁଲ ତାକୁ କୋଉ ଜାଗାରେ ନେଇ ପହଞ୍ଚେଇ ଦିଏ ଏବଂ ଏଭଳି ଜଣେ ରାଜା ରାବଣ ହବାକୁ ପଡିଲା। କାରଣ ସେଇ କପଟି ରାଜା ଭଲ ଭାବରେ ଜାଣିଛନ୍ତି ୟାକୁ ଏଭଳି ଭାବରେ ବ୍ରହ୍ମ ଅଭିଶାପ ମୁଁ କରେଇବି, ୟା ପାଇଁ ଯୋଗାଡ଼ କରେଇବି। ଲକ୍ଷେ ଭୋକିଲା ବ୍ରାହ୍ମଣଙ୍କର ଅଭିଶାପ ଏ ରାଜା ଉପରେ ପଡିଲା ଏକାଥରେ। ଏଭଳି ବ୍ୟବସ୍ଥା ସେ କରେ। ଏ ପ୍ରସଙ୍ଗ ବହୁତ ଆଗକୁ ଆସିବ। କିନ୍ତୁ ସିଏ ବି ଜାଣିଗଲା, କହିଲା ଯେ ମୋର କାର୍ଯ୍ୟ ହାସଲ ଏବେ ହେଇଗଲା, କାରଣ ଏ ତ ମୋ କଥା ମାନିଲାନି ନା। ସମୁଝି ରାଜ ସୁଖ ଦୁଃଖିତ ରାତି, ଅବାହନ ଲୟ ସୁଲଗଇ ଛାତି। ସରଳ ବଚନ ନୃପ କେ ଶୁନି କାନା, ବୟରସ ଭାରି ହୃଦୟ ହରସା। କପଟ ବୋରିବାନି ମୃଦୁଲ, ବୋଲେ ଉଜୁଗୁତି ସಮೇତ। ନାମ ହମାର ଭିखाରୀ ହବ, ନିର୍ଧନ ରହିତ ନିକେତ। मंगल भवन अमंगल हारी, प्रभु भजेर विहार। कौन ହେଇଗଲା ଦେଖନ୍ତୁ। कौन ହେଲା କହିଲେ ସେଇ ଶତ୍ରୁ ନିଜର ରାଜସୁଖ ସ୍ମରଣ କରି ବଡ ଦୁଃଖ କରୁଥିଲା। ଦେଖନ୍ତୁ ତାର ଯୋଉ ପୂର୍ବରୁ ଯୋଉ ରାଜା ଥିଲା ବେଳେ ଯୋଉ ସୁଖ ପାଉଥିଲା ସେଟାକୁ ମନେ ପକେଇ ବହୁତ ଦୁଃଖ ପ୍ରକାଶ କରୁଥିଲା ଯେ ମୁଁ ହାରିଯାଇଛି ବୋଲି ଆଜି ମୋର ଅବସ୍ଥା ଇଏ ହେଇଛି। ତା ହୃଦୟ କୁମ୍ଭାର ଉହା ପରି ଭିତରେ ଭିତରେ କୁହୁଳୁଥିଲା। ରାଜାଙ୍କ ସରଳ ବଚନ ଶୁଣି ଶତ୍ରୁତା ସ୍ମରଣ କରି ସେ ମନେ ମନେ ଖୁସି ହେଲା ଏବଂ ସେ କହିଲା, ସେ ନାନା ଯୁକ୍ତି ଗଢି କପଟ ଭରା କୋମଳ ବଚନ କହିଲା, ବର୍ତ୍ତମାନ ଦୃଷ୍ଟିରୁ ମୋର ନାମ ଭିକାରୀ, କାରଣ ମୁଁ ନିର୍ଧନ ଏବଂ ଅନିକେତ। ଅନିକେତ ମାନେ ଗୃହ ଶୂନ୍ୟ। କହିଲେ ବର୍ତ୍ତମାନ ମୁଁ ହଉଛି ଭିକାରୀ ଏବଂ ଗୃହ ଶୂନ୍ୟ, ଅନିକେତ, ମୋର ଘର ନାହିଁ। ରାଜା କହୁଛନ୍ତି ଯେଉଁମାନେ ଆପଣଙ୍କ ପରି ବିଜ୍ଞାନର ଗନ୍ତାଘର ଏବଂ ସର୍ବଥା ନିରଭିମାନ, ସେମାନେ ନିଜ ସ୍ୱରୂପକୁ ସର୍ବଦା ଲୁଚାଇ ରଖନ୍ତି। এই କଥାକୁ ଆପଣ ଶୁଣନ୍ତୁ ଧ୍ୟାନ ସେ। ରାଜା ଯାହା କହୁଛନ୍ତି ଭଲ କଥା କହୁଛନ୍ତି। ରାଜା ପ୍ରତାପ ଭାନୁ ଯାହା କହୁଛନ୍ତି ଠିକ କଥା କହୁଛନ୍ତି, କିନ୍ତୁ ସେ ବୁଝିପାରୁନାହାନ୍ତି ସେ କାହା ସାମ୍ନାରେ ବସିଛନ୍ତି। କହନୂର୍ପ ଯେ ବିଜ୍ଞାନ ନିଧାନା, ତୁମ ସାରିକେ ଗଲିତ ଅଭିମାନା। ସଦା ରହି ଅପନ ଦୁରାଏ, ସବ ବିଧି କୁଶଳ କୁବେଶ ବନାଏ। ରାଜା କହିଲେ ଯେଉଁମାନେ ଆପଣଙ୍କ ପରି ବିଜ୍ଞାନର ଗନ୍ତାଘର, ବିଜ୍ଞାନ ମାନେ ହଉଛି ବିଶେଷ ଜ୍ଞାନ ଏବଂ ସର୍ବଥା ନିରଭିମାନ, ଅଭିମାନ ଯୋଉମାନଙ୍କର ନଥାଏ, ସେମାନେ ନିଜ ସ୍ୱରୂପକୁ ସର୍ବଦା ଲୁଚାଇ ରଖନ୍ତି, କାରଣ ଦିନ ବେଶ ଧରି ରହିଲେ ହିଁ ସକଳ ପ୍ରକାରେ କଲ୍ୟାଣ ହୁଏ। ପ୍ରକାଶ୍ୟ ସନ୍ଥ ବେଶରେ ଅଭିମାନର ସମ୍ଭାବନା ଥାଏ ଏବଂ ଅଭିମାନରୁ ପତନର ସମ୍ଭାବନା ଦେଖାଦିଏ। ମାନେ ଅଲ୍ଟିମେଟଲି ରାଜା ତାକୁ ସିନା ଗୁରୁ ବୋଲି ଭାବୁଛନ୍ତି, କିନ୍ତୁ ରାଜା ଯାହା କହୁଛନ୍ତି ସେଟା ଗୁରୁ ତୁଲ୍ୟ ବଚନ ସବୁ, କାରଣ ସାଧାରଣ ରାଜା ନୁହନ୍ତି। କିନ୍ତୁ କପଟି ମନେ ମନେ ଖୁସି ହଉଛି, ଯାହା ହଉ ଇଏ ଲୋକ ବର୍ତ୍ତମାନ ମୋର କବ୍ଜାକୁ ଆସିବ। ମୁଁ ଯୋଉଭଳି ଭାବରେ ଚାହିଁବି ଏ ଲୋକକୁ ମୁଁ ସେଇଭଳି ଭାବରେ ନଚେଇ ପାରିବି। ବିଜ୍ଞାନର କଥା ପ୍ରକୃତରେ ରାଜା ହିଁ କହୁଛନ୍ତି। କଣ ଯେ ଦିନ ବେଶରେ ନ ରହିଲେ ପତନର ସମ୍ଭାବନା ଦେଖାଦିଏ। ଆପଣ ମନେ ପକାନ୍ତୁ, ଯେତେବେଳେ ବିଭୀଷଣ ଆସିଲେ ଭଗବାନଙ୍କ ଶରଣକୁ, ସେ କଣ ପରିଚୟ ଦେଲେ? ଦୈନ୍ୟ ପରିଚୟ ଦେଲେ। କିନ୍ତୁ ସେ ତାଙ୍କ ଭଉଣୀ ଯେତେବେଳେ ଆସିକି ପହଞ୍ଚିଥିଲା ଭଗବାନଙ୍କ ପାଖରେ ଅରଣ୍ୟ କାଣ୍ଡରେ,
ସେ କଣ ପରିଚୟ ଦେଇଥିଲା? ତ୍ରିପୁର ବିଜୟୀ ରାବଣର ମୋ ଭଉଣୀ। ଐଶ୍ୱର୍ଯ୍ୟର ପରିଚୟ ଦେଇଥିଲେ କିଏ? ଶୂର୍ପଣଖା। ଯେତେବେଳେ ବିଭୀଷଣ ଆସିଲେ ଭଗବାନଙ୍କ ପାଖକୁ, ସେ କଣ ପରିଚୟ ଦେଲେ? ଦୈନ ପରିଚୟ। କଣ? ନିଶିଚର ବଂଶରେ ମୋର ଜନ୍ମ, ସହଜ ପାପ ପ୍ରିୟ ତାମସ ଦେହା, ଯଥା ଉଲ୍ଲୁକଇ ତମପର ନେହା। ଗୋଟେ ବଢିଆ କଥା କହିଲେ। ବୋଲେ ହେ ପ୍ରଭୁ, ଘନ ଅନ୍ଧକାର କାଳ ରାତ୍ରିକୁ ସମସ୍ତେ ଘୃଣା କରନ୍ତି, ଭୟ ବି କରନ୍ତି, କିନ୍ତୁ ସେଇ ଘନ ଅନ୍ଧକାର କାଳ ରାତ୍ରିକୁ ଏ ସଂସାରରେ ଗୋଟିଏ ଜୀବ ଭଲ ପାଏ। ଧ୍ୟାନ ସେ ଶୁଣନ୍ତୁ, ବହୁତ ବଢିଆ କଥା କହିଛନ୍ତି ସେ। ବୋଲେ ସେ କିଏ? ବୋଲେ ସେ ହଉଛି ପେଚା। ପେଚାକୁ ଘନ ଅନ୍ଧକାର କାଳ ରାତ୍ରି ଭଲ ଲାଗେ। ତେଣୁ ସେଇ ଘନ ଅନ୍ଧକାର କାଳ ରାତ୍ରିକୁ ଭଲ ପାଉଥିବା ପେଚାର ସ୍ୱଭାବ ଯାହା, ମୁଁ ସେଇଭଳି ଅତି ନିଚ ସ୍ୱଭାବର ରାକ୍ଷସଟିଏ। ୟାକୁ କହନ୍ତି ଦୈନ ଭାବ। କିନ୍ତୁ ଶ୍ରବଣେ ସୁଯଶ ଶୁନି ଆୟୁ ପ୍ରଭୁ ଭଞ୍ଜନ ଭବ ଭୀର। ସୁନ୍ଦରକାଣ୍ଡରେ କଥା କହୁଛନ୍ତି କିଏ? ବିଭୀଷଣ। ମୁଁ କାନରେ ଆପଣଙ୍କର ସୁଯଶ ଶୁଣିଛି ଯେ ଆପଣଙ୍କ ଶରଣକୁ ଆସୁଥିବା ଲୋକର ଜାତି ଗୋତ୍ର ଭଲ ମନ୍ଦ କିଛି ଦେଖନ୍ତି ନାହିଁ, ସେଇ ବିଶ୍ୱାସରେ ମୁଁ ଆସିଛି, ନହେଲେ ମୋର କୌଣସି ଯୋଗ୍ୟତା ନାହିଁ ଆପଣଙ୍କ ଶରଣକୁ ଆସିବ। ଅସ କହି କରତ, ଅସ ମାନେ ହଉଛି ଏତକ, ଏତକ କହି ସାରିଲା ପରେ ଅସ କହି କରତ ଦଣ୍ଡବତ ଦେଖା। ଯୋଉ ଟିକେ ପୂର୍ବରୁ ଆପଣଙ୍କୁ କହୁଥିଲି ଦଣ୍ଡ ପ୍ରଣାମ। ଦଣ୍ଡ ମାନେ ହଉଛି ବାଡି, ବାଡିକି ଛାଡିଦେଲେ, ବତ ମାନେ ହଉଛି ଛାଡିଦବା, ଦଣ୍ଡବତ। ଦଣ୍ଡଟାକୁ ବାଡିଟାକୁ ଛାଡିଦେଲେ କଣ ହବ? ତାର ହାତ ଗୋଡ କିଛି ନାହିଁ, ଗଛ କାଟିଲା ତଳେ ପଡିବ। ସେଇଭଳି ଭାବରେ ଗୋଟେ ଦଣ୍ଡ ପ୍ରଣାମ କରିଥିଲେ କିଏ? ନା ବିଭୀଷଣ। ଅସ କହି କରତ ଦଣ୍ଡବତ ଦେଖା, ତୁରତ ଉଠେ ପ୍ରଭୁ ହରସ ବିଶେଷ। ଦୀନ ବଚନ ଶୁଣି ପ୍ରଭୁ ମନ ଭାବା, ଭୁଜ ବିଶାଲ କହି ହୃଦୟ ଲଗାବା। ଭଗବାନ ଶୋଇପାରିଲେନି, କହିଲେ ଆରେ ବା, ବଢିଆ ବଢିଆ କଥା କହୁଛି, ଏ ତ ସାଧୁ ସନ୍ଥର ଲକ୍ଷଣ, ଏ ତ ଲଙ୍କାର ରାଜା ହେବା ପାଇଁ ଯୋଗ୍ୟ, ଏ ତ ଲଙ୍କାର ଭବିଷ୍ୟତ। ଉଠି ପଡିଲେ ବସିବା ଜାଗାରେ। ତେଣୁ ଯାହାର ଦୈନ ଭାବ ରହିବ, ଯିଏ ଦୈନ ଭାବରେ ସମର୍ପଣ କରିବ ଭଗବାନଙ୍କ ପାଖରେ, ଭଗବାନ ନିଜେ ସିଂହାସନରୁ ଉଠି ପଡନ୍ତି। ଏତିକି ମନେ ରଖ। କିନ୍ତୁ ଅହଂ ତବାସ୍ମି କହିକି ଯଦି ଆପଣ ଲମ୍ବା ହେଇକି କେତେବେଳେ ପଡିଗଲେ, କେତେବେଳେ ଆପଣଙ୍କ ହୃଦୟରୁ ଯଦି ସେଇଭଳି ଭାବ ଭକ୍ତି ଚାଲି ଆସିଲା, ଭଗବାନ ବସିଥିବା ସିଂହାସନରୁ ହয়তো ଉଠି ପଡିକି ଅଦୃଶ୍ୟରେ ଆପଣଙ୍କୁ ଉଠେଇ ନେବେ ପଡୁ। ସେଇଟାই କରି ସମର୍ପଣ ଭାବ ଦରକାର। ଆପଣ କେତେ ଘିଅ ପଡିଲେ, କେତେ ପୂଜା କଲେ, କେତେ ଭଲ ଜିନିଷ ଜଳଖିଆ ଦେଲେ ଭଗବାନଙ୍କୁ ଖାଇବା ପାଇଁ, ସେଇଟା ବଡ। ନିର୍ମଳ ମନରେ ଦଣ୍ଡ ପ୍ରଣାମଟିଏ ସବୁ କରିସାରିଲା ପରେ ସକାଳେ କରନ୍ତୁ ଥରେ, ସନ୍ଧ୍ୟାରେ ମନେ କରିବେ। ଆଉ କିଛି ଦରକାର ଗୋଟେ କଥାରେ ନାହିଁ, କଟକ ଚିନ୍ତା ବାଇ ମୁଣ୍ଡିକି, ଆଉ ଆପଣଙ୍କ ଚିନ୍ତା ଭଗବାନ। ତେଣୁ ଆପଣଙ୍କର ସେତିକି ସମର୍ପଣ ଭାବ ରହିବା ଦରକାର। ସମର୍ପଣ ଭାବରେ କୌଣସି କିଛି ମାନେ ନାହିଁ, କିଛି ମନ ଭିତରେ କୌଣସି ଭାବନା ନାହିଁ। ମୁଁ ଆପଣଙ୍କର ଚିନ୍ତା ଭବ ସାଗର। ଆପଣ ପହଁରି ପାରିବେ? ଯଦି ସମ୍ପୂର୍ଣ୍ଣ ଭବଟା ସାଗର ହେଇଯିବ, ଆପଣ ପହଁରି ପାରିବେ କି? ତାହେଲେ ସେଠି କର୍ତ୍ତବ୍ୟ କଣ? ହାତ ଗୋଡ ଛାଡି ଦେଇକି ଭଗବାନଙ୍କୁ ଭରସା କରି ପଡିଯିବେ, ତାପରେ ସିଏ ଆପଣ କୂଳରେ ଲଗେଇବେ। ଆପଣ ଯଦି ପହଁରିବାକୁ ଚେଷ୍ଟା କରିବେ, ଯେ ଦ୍ରୌପଦୀ ମା ନିଜେ ଦୁଃଶାସନ ସହିତ ଲଢିଲା ଭଳିଆ କଥା ହବ, ଲାଗିଲେ ନାହିଁ ଲାଷ୍ଟ। ସେଭଳି ଆପଣ ଯଦି ପହଁରିବାକୁ ଚେଷ୍ଟା କରିବେ ଭବସାଗରରେ, ତାହେଲେ କଣ ହବ? ତାହେଲେ କିଛି ପାଣି ପିଇଯିବେ ଆଉ କଣ, କାରଣ ପହଁରି ପାରିବେନି ନା, କିଛି ପାଣି ପିଇ କାତରା ହେଇଯିବେ ପୁରା। ତେଣୁ ସବୁଠୁ ଭଲ ହବ ଆରମ୍ଭରୁ ପ୍ରଭୁ ଇଏ ଭବସାଗରରୁ ଆପଣ ମତେ ପାରି କରନ୍ତୁ, ହାତ ଗୋଡ ଛାଡି ପଡିଯିବେ, ଆଉ ପହଁରିବାକୁ ଚେଷ୍ଟା କରିବେ। ସେ ବ୍ୟବସ୍ଥା ସିଏ କରିବେ। କଟକ ଚିନ୍ତା ବାୟୁମଣ୍ଡିକି, ଆପଣ ଚିନ୍ତା ଭଗବାନ।
ଦୈନ ଭାବରେ ସମର୍ପଣ ଆସିଲେ ଠିକ। ଆଚ୍ଛା, तेही तेही ते कहि संत श्रुति तेरे परम अकिंचन प्रिय हरि केरे तुम सम धन भिकारी अगेहा हो तो बिरंची शिव ही संदेहा। एथिपाई तो संत वेदगण मुक्त कंठरे कहती जे परम अकिंचन माने सर्वदा अहंकार ममत्व मान रहित व्यक्ति ही भगवान प्रिय। बा टिके पूर्व आम जहाँ आलोचना करते कथाटा बाहरी पड़ा।